ଚାଲନ୍ତୁ ହିଲିଂ ଷ୍ଟାର୍ଟ କଲାଣି? ଆଜ୍ଞା କେତେଟା ପରଦିନ healing ସାର୍ ହଉଛି? ପରଦିନ ସାର୍ ଆଜ୍ଞା କେତେଟା ହିଲିଂ ହେଲାଣି ଷ୍ଟାର୍ଟ, ମାନେ କେତେଟା ହିଲିଂ ଷ୍ଟାର୍ଟ କରିଛ? ସାର୍ ମୁଁ ତ ସାଙ୍ଗେ ସାଙ୍ଗେ ରେଜଲ୍ଟ ପାଇଯାଉଛି 10-15 ମିନିଟ୍ ଭିତରେ। ଆଉ ମୁଁ ଭାବୁଛି ଆଉ କିଛି ଦରକାର ନାହିଁ। 5 ମିନିଟରେ ରେଜଲ୍ଟ। କଣ ରେଜଲ୍ଟ ବାହାରିଛି ଟିକେ କୁହ, ସମସ୍ତେ ଜାଣିବା ଦରକାର। 5 ମିନିଟ ଯଦି ବାହାରୁଛି କଣ କଣ ଏମିତି ହେଇଛି ଯେ 5 ମିନିଟରେ ବାହାରୁଛି? ସାର୍ ମୁଁ ଗୋଟେ ଏମିତି ଯାଇଥାଏ, ମାଟି ଟଣା ହଉଥିଲା ସେ ଜାଗାରେ ଗୋଟେ ଦୋକାନଟା ଥାଏ। ମୁଁ କାକା ଲେଖା ହୁଅନ୍ତି, ସିଏ ଦାଦା ହୁଅନ୍ତି। ସେ କହିଲେ ମୁଁ 2 ଦିନ ହେଲା ରାତିରେ ଗୋଟେ ଡାବଟାକୁ ଉଠେଇଲି ରାତି 2ଟା ବେଳେ ଯେ, ଆଉ ମୋର ଏ ବୁଢା ଆଙ୍ଗୁଠିଟା ପେନ୍ କରୁଛି, ଫୁଲି ଗଲାଣି, ଆଉ ମେଡିସିନ ବି ଖାଉଛି, ବଥା କମୁନାହିଁ। ମୁଁ କହିଲି ଏଇଟା ଗୋଟେ କଥା ନା କାକା, ଏଇଟା ସାଙ୍ଗେ ସାଙ୍ଗେ ପଳେଇବ। ସାର୍ ବିଶ୍ୱାସ ଆଚ୍ଛା। କରିବେନି, ମୁଁ ହିଲିଂ ତାଙ୍କ ଉପରେ ସାରି ନାହିଁ, ତାଙ୍କ ହଁ। ହାତ ମାନେ ଠିକ ହେଇଗଲା। କହିଲେ ବହୁତ ବଢିଆ ଛୁଆ, ଏଟା କଣ କଲୁ ଯେ ମୋ ହାତଟା ପୁରା ଠିକ ହେଇଗଲା। ଫୁଲାଟା ଅଛି କିନ୍ତୁ ହାତ ପୁରା ବଥା ନାହିଁ ଟୋଟାଲି। ଆଚ୍ଛା। ବୁଝିପାରିଲେ ସାର୍, ମାନେ ଅତି ବେଶୀଟା 10 ମିନିଟ ଭିତରେ। ମୋ ପାଖରେ କିଛି ଦୀପ ଫିପ କାର୍ଡ କିଛି ନାହିଁ, ଡାଇରେକ୍ଟ ଏମିତି। ଆଚ୍ଛା, ଆରେ ବା, ଇଏ ଇଏ ତ ସାର୍ ଡିଫରେଣ୍ଟ ଟେଷ୍ଟ ମତେ ତାଙ୍କୁ ଲାଗିଲା। ତମ କଥାରୁ ଲାଗୁଛି ଗୋଟେ ଡିଫରେଣ୍ଟ ତମର ଏକ୍ସପିରିଏନ୍ସ ହେଇଛି। ଏଟା ମୁଁ ଫାର୍ଷ୍ଟ ଟାଇମ ଶୁଣୁଛି। ଆଜ୍ଞା ସାର୍, ହୁଁ। ନାଇଁ ସାର୍ ଏଟା ସତ କଥା। ମୁଁ ଭାବୁଛି କି ନାଇଁ ଆପଣ ନାଇଁ ମିଛ ବିଶ୍ୱାସ ନୁହଁ, କରିବେ କି ମୁଁ ନାଇଁ। ମିଛ କହୁନି, ମୁଁ ହଁ କହୁଛି ହଁ ଏଟା ଗୋଟେ ନୂଆ ଏକ୍ସପିରିଏନ୍ସ। ଏମିତିଆ ମାନେ ଆଜ୍ଞା ତମେ ସଡନ ହିଲିଂ କରୁଛ ଯୋଉଠି ସେଠି କାମ ହଉଛି। ହଁ, ଓକେ, ଆଉ ଗୋଟେ କୁହ ଆଜ୍ଞା ଏକ୍ସପିରିଏନ୍ସ। ସାର୍ ଆଉ ଗୋଟେ ଏକ୍ସପିରିଏନ୍ସ ସାର୍, ସେଇ ଜାଗାରେ ହିଁ 3-4 ଦିନ ପରେ ଫେର ମୁଁ ସେ ଦୋକାନ ପାଖକୁ ପହଞ୍ଚିଲି। ତ ଆଉ ଗୋଟେ ସେ ବି ମାନେ ତାଙ୍କ ସମ୍ପର୍କୀୟ ହୁଅନ୍ତି, ତ ସେ ଗୋଟେ ବାଡି ଧରିକି ଚାଲୁଥିଲେ। ତାଙ୍କର 12 ବର୍ଷ ପାଖାପାଖି ହେଲା ସିଏ ବାଡି ଧରିକି ଚାଲୁଛନ୍ତି। ତ ତାଙ୍କର ପେନ୍ ଷ୍ଟାର୍ଟ ହେଇଥିଲା ସେ ଗୋଡଟାରେ, ମାନେ 3 ଦିନ ହେବ ପେନ୍ ଷ୍ଟାର୍ଟ ହେଇଥିଲା। ସିଏ ମତେ କହିଲେ, ମୁଁ କହିଲି ମୋ ପାଖରେ ତ କିଛି ନାହିଁ, ତ ମୁଁ ସେ କାକାଙ୍କ ପରିକା ୟାଙ୍କ ଉପରେ ଟେଷ୍ଟ କରିବି, କଣ ହଉଛି ଦେଖାଯାଉ। ମୁଁ ବହୁତ ମାନେ ସାହସର ସହିତ ଆଉ ବିଶ୍ୱାସର ସହିତ ତାଙ୍କ ପାଖରେ ବସିଲି। ଆପଣ ସାର୍ ମତେ କହିଥିଲେ କି ଦୀପ ଲଗେଇବାକୁ, ତ ତାଙ୍କ ଘରେ କ୍ୟାଣ୍ଡେଲ ନଥିଲା କି ଧୂପ ବି ନଥିଲା ପାଖରେ। ତ ସିଏ ଦୀପ ଗୋଟେ ଆଣିକି ଦେଲେ ସୋରିଷ ତେଲ ଦେଇକି। ସାର୍ ସେଇ ଦୀପରେ ମୁଁ ହିଲିଂ କଲି। ଆପଣ ବିଶ୍ୱାସ କରିବେନି, ଅଧଘଣ୍ଟେ ଭିତରେ ସେ ଲୋକ ଚାଲିକି ଗଲା କାକାଙ୍କ ଘର ଦୋକାନରୁ ପାଖାପାଖି 300-400 ମିଟର ନା 200 ମିଟର ଖଣ୍ଡେ ହବ। ସେ ଚାଲିକି ଗଲେ, ଯାଇକି କାକାଙ୍କୁ ଡାକିକି ଆଣିଲେ ଯେ ମୁଁ ଚାଲିଲି ବୋଲିକି। ସିଏ ମତେ କାକା ଖାଲି କହିଦେଇଥିଲେ, ମୁଁ ଆସିଲା ବେଳକୁ କାକା ନଥିଲେ। କିନ୍ତୁ ମୁଁ ତାଙ୍କ ହିଲିଂ ସାରିକି ଚାଲିଲା ବେଳକୁ ସେ କାକା ପହଞ୍ଚି ଯାଇଛନ୍ତି। ମୁଁ କହିଲି ଏବେ ତୁମେ ଯାଅ, ତାଙ୍କୁ ଡାକିକି ଆଣ। ମାନେ ମୁଁ ନିଜେ ଇମାଜିନ କରିପାରୁନି ସାର୍, ସିଏ କେମିତିଆ ଠିକ ହେଇଗଲେ ଆଉ ଚାଲିଲେ ବୋଲି। ମୁଁ ନିଜେ କନଫ୍ୟୁଜ ହେଇଗଲି। କିନ୍ତୁ ସାର୍ ମୁଁ ମାନେ ମୋ ପାଇଁ ମୁଁ କିଛି କରୁନି, ମୋର ତ ସକାଳୁ ବେପାର ପୁରା ମାନେ ଏତେ ସ୍ପିଡରେ ହଉଛି, ମୁଁ ନିଜେ ଜାଣିପାରୁନି କିଛି। ସବୁ କିଛି ଠିକ ଆଚ୍ଛା, ଚାଲିଛି। କିଛି ତ ନାହିଁ, ଡାଉଟ କରିବା ଗୋଟେ ନାହିଁ। ଲୋକ ଆମ ନା ପାଖରେ କିଛି ମାନେ ଏକ୍ସଟ୍ରା ଅର୍ଡିନାରୀ ଏନର୍ଜି ଆମେ ଆମ ପାଖରେ ରଖିଛେ, ଯାହା ଦ୍ୱାରା କି ଆମର କାମ ଯାକ ସାଙ୍ଗେ ସାଙ୍ଗେ ହେଇପାରୁଛି। ଆଜ୍ଞା ସାର୍। ଏଟା କାହିଁକି ଅଛି? ତମର ଉଦ୍ଦେଶ୍ୟ ପ୍ରଥମରୁ ଅଛି ଯେ ମୁଁ ଲୋକଙ୍କୁ ସେବା କରିବି, ୟେସ୍ ସାର୍। ଲୋକଙ୍କୁ ହେଲ୍ପ କରିବି ପ୍ରତ୍ୟେକ କ୍ଷେତ୍ରରେ। ସେଇଥିପାଇଁ ଯୋଉ ଇଣ୍ଟେନସନରେ ଯୋଉ ଜିନିଷଟା ଅଛି, ସେଇଥିପାଇଁ ଏଟା ଆପଣଙ୍କୁ ବେଶୀ ହେଲ୍ପ କରୁଛି। ଆଉ ରିଜନ କିଛି ନାହିଁ, ଯେ ରିଜନ ହେଲା ସେତିକି।